ସ୍ପୋର୍ଟସ୍ ଦରବାର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣଙ୍କୁ ସ୍ୱାଗତ କରୁଅଛି। ତ ସାଙ୍ଗମାନେ ଏହା ହେଉଛି ଅଷ୍ଟେଟ୍ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଡିସ୍କସନ୍ର କ୍ଲାସ୍ 10 ଭିଡ଼ିଓ। ଯଦି ୟା ପୂର୍ବ ଭିଡ଼ିଓ ଗୁଡ଼ିକ ଆପଣ ଦେଖିନାହାନ୍ତି ତେବେ ଡେସ୍କ୍ରିପ୍ସନ୍ ବକ୍ସରେ ଏହାର ଲିଙ୍କ୍ ପ୍ରୋଭାଇଡ଼୍ କରିଦେବି, ଯାଇକି ଚେକ୍ଆଉଟ୍ କରିପାରିବେ। ତ ଦେଖନ୍ତୁ, ଆଜିର ଏହି ଭିଡ଼ିଓର ପ୍ରଥମ ପ୍ରଶ୍ନ ହେଉଛି ଯେଉଁଟାକି ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ରେ ଆସିଥିଲା, ଦ ଇନସାଇଟ୍ ଥିଓରି ଅଫ୍ ଲର୍ଣ୍ଣିଂ ଇଜ୍ ପ୍ରମୋଟେଡ୍ ବାଇ। ହେଲା, ଆମର ଯେଉଁ ଇନସାଇଟ୍ ଥିଓରି ଅଛି, ହେଲା, ଇନସାଇଟ୍ ଥିଓରି ଅଫ୍ ଲର୍ଣ୍ଣିଂଟା କାହା ଦ୍ୱାରା ମାନେ ପ୍ରମୋଟ୍ ହେଇଥାଏ। ଠିକ୍ ଅଛି, ମାନେ କିଏ ପ୍ରମୋଟ୍ କରିଥିଲେ? ଅପସନ୍ ଏ ଦେଉଛି ଗେଷ୍ଟାଲ୍ଟ ଥିଓରିଜ୍, ଅପସନ୍ ବି ଦେଉଛି ପାଭଲଭ୍, ଅପସନ୍ ସି ଦେଉଛି ଜିନ୍ ପିଆଜେଟ୍, ଅପସନ୍ ଡି ଦେଉଛି ଭାଇଗଟ୍ସ୍କି। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଏ ଗେଷ୍ଟାଲ୍ଟ ଥିଓରିଜ୍। ଠିକ୍ ଅଛି, ତ ଇନସାଇଟ୍ ଥିଓରି ଅଫ୍ ଲର୍ଣ୍ଣିଂ ଇଜ୍ ପ୍ରମୋଟେଡ୍ କିଏ? ଗେଷ୍ଟାଲ୍ଟ ଥିଓରି। ତ ଦେଖନ୍ତୁ, ଏଇଟା ଆମର ଗେଷ୍ଟାଲ୍ଟ ଥିଓରିଜ୍ କହିଲେ ଏଟାକୁ ଆମେ ଇନସାଇଟଫୁଲ୍ ଲର୍ଣ୍ଣିଂ ମଧ୍ୟ କହିଥାଉ, ଯେଉଁଟାକି ଆମର କିଏ ଦେଇଥିଲେ? ହେଲା, ଏଠି ଗଭେନ୍ ହେଇଯାଇଛି, ଏଠି ଗିଭେନ୍ ବାଇ, ହେଲା, ୱଲ୍ଫିଂ କୋହଲର୍ ଦେଇଥିଲେ, ଯେଉଁଟାକି ସେ କାହା ଉପରେ ଏକ୍ସପେରିମେଣ୍ଟ କରିଥିଲେ ନା ସିଏ ଗୋଟେ ସିମ୍ପାଞ୍ଜି ଉପରେ ଏକ୍ସପେରିମେଣ୍ଟ କରିଥିଲେ। ଠିକ୍ ଅଛି, ଯାହାର ନାମ ଦେଇଥିଲେ କ'ଣ ନା ସୁଲତାନ। ଠିକ୍ ଅଛି, ଏବଂ ଏଇ ଯେଉଁ ଏକ୍ସପେରିମେଣ୍ଟଟା କରିଥିଲେ ଏଇଟାକୁ ଆମେ, ହେଲା, ଏ ଟ୍ରାଏଲ୍ ଆଣ୍ଡ ଏରର୍ ଯେଉଁ ମେଥଡ଼ ଅଛି ବା ଲର୍ଣ୍ଣିଂ ବାଇ ଡୁ ଯେଉଁ ମେଥଡ଼ ଅଛି, ସେଇ ଜିନିଷଟାକୁ ଇଏ ଫଲୋ କରିଥାଏ। ହେଲା, କେମିତି ଦେଖନ୍ତୁ, ଏଇଟା ଆପଣ ଛବିରେ ଦେଖିପାରୁଥିବେ, ସେ କ'ଣ କଲେ ନା ଏଇ ସିମ୍ପାଞ୍ଜିଟାକୁ ଗୋଟେ କେଜ୍ ଭିତରେ ଭର୍ତ୍ତି କରିଦେଲେ। ଭର୍ତ୍ତି କରିଦେଇ ସାରିଲା ପରେ, ହେଲା, ଏଇ ଉପରେ ସେ କଦଳୀ ରଖିଦେଲେ, ଯେଉଁଟାକି ଆପଣ ଦେଖିପାରୁଥିବେ ସିମ୍ପାଞ୍ଜିର ହାତ ପାଉନି। ଠିକ୍ ଅଛି, ତ ସେଇ ଭିତରେ ହିଁ ସେ ଆମର ସେଇ କେଜ୍ ଭିତରେ ହିଁ ଆମର କିଛି ରଖିଥିଲେ, କ'ଣ ବକ୍ସ ଟାଇପ୍ର କିଛି ଜିନିଷ ରଖିଥିଲେ ଏବଂ କିଛି ଆମର ବାଡ଼ି ଟାଇପ୍ର କିଛି ଜିନିଷ ରଖିଥିଲେ, ଯେଉଁଟାକି ତୋଡ଼ିକି କଦଳୀଟାକୁ ନେଇ ହେବ। ଠିକ୍ ଅଛି, ତ ଯେହେତୁ ଏଇଠି ଆମର ସିମ୍ପାଞ୍ଜିଟା ଦେଖନ୍ତୁ ପ୍ରଥମ ଫଟୋଟାରେ ସେ ତାର ହାତ ପାଇଲାନି, ତ ସେ ବହୁତ ପ୍ରକାର ଚିନ୍ତା କଲା। ଠିକ୍ ଅଛି, ଚିନ୍ତା କରିସାରିଲା ପରେ ସେ ଦେଖିଲା ଯେ ସାଇଡ଼୍ରେ ସବୁ ବକ୍ସ ଗୁଡ଼ିକ ଅଛି। ଠିକ୍ ଅଛି, ତ ବହୁତ କୋସିସ୍ କଲା, ହେଲା, ବହୁତ ଥର ମାନେ ସେ ଟ୍ରାଏ କରିଥିବ, ହେଲା, ତାର ମିଷ୍ଟେକ୍ ହେଇଥିବ, ଏମିତି କରିକି ବହୁତ ଟ୍ରାଏ କଲା ପରେ ଦେଖନ୍ତୁ ସେ ବକ୍ସ ଗୁଡ଼ିକୁ ଏକାଠି କରିକି ଚଢ଼ିକି କଦଳୀଟାକୁ ଖାଇଲା। ଠିକ୍ ଅଛି, କିମ୍ବା ବାଡ଼ିଟାକୁ ଇଏ କରିକି ତୁ ବାଡ଼ିଟାରେ ପିଟିକି କଦଳୀଟାକୁ ପକେଇକି ଖାଇଲା। ଠିକ୍ ଅଛି, ତ ଏଇଟା କୁହାଯାଏ ଇନସାଇଟଫୁଲ୍ ଲର୍ଣ୍ଣିଂ ବା ଇନସାଇଟ୍ ଥିଓରି। ଠିକ୍ ଅଛି, ଯେଉଁଟାକି ୱଲ୍ଫିଂ କୋହଲର୍ ଦେଇଥିଲେ, ଯେଉଁଟାକି ଆପଣ ଏଠି ଦେଖିପାରୁଥିବେ, ହେଲା, ଆମ ଟ୍ରାଏଲ୍ ଆଉ ଏରର୍ ଇଏକୁ ସିଏ ଫଲୋ କରିଥାଏ ବା ଲର୍ଣ୍ଣିଂ ବାଇ ଡୁଇଙ୍ଗ୍କୁ ଫଲୋ କରିଥାଏ। ମାନେ କହିବାର ଅର୍ଥ ହେଉଛି, ଯଦି ଆମେ କିଛି ଗୋଟେ ଜିନିଷ ଆମ ପାଖକୁ ଗୋଟେ ପ୍ରୋବ୍ଲେମ୍ ଆସୁଛି, ସେଇ ଜିନିଷଟାକୁ ଆମେ ଯଦି ମାନେ ପ୍ରାକ୍ଟିକାଲି ଆପ୍ଲାଏ ନ କରିବା ବା ଟ୍ରାଏ ହିଁ ନ କରିବା, ତେବେ ସେଟାରେ ଆମେ ସକ୍ସେସ୍ ହେଇପାରିବା ନାହିଁ। ଯେମିତିକି ଏଇଠି ଦେଖନ୍ତୁ, ସେ ଯେଉଁ ଆମର ସିମ୍ପାଞ୍ଜିଟା ଉପରେ କଦଳୀଟା ଥିଲା, ସେ ଯଦି ଟ୍ରାଏ କରିନଥାନ୍ତା ବକ୍ସ ଗୁଡ଼ିକୁ, ତାର ଇନସାଇଟ୍ ମାନେ କ'ଣ ଅନ୍ତର୍ନିହିତ ଯେଉଁ ଚିନ୍ତାଧାରାଟାକୁ ସେ ଯଦି ଜାଗ୍ରତ ତାର କରିନଥାନ୍ତା, ତେବେ ସେ ଥୋଡ଼ି କରିପାରିଥାନ୍ତା କି ଏଠି ଆମର ବକ୍ସ ଯାକୁ ଏକାଠି କରିକି ଉପର କରିକି ଚଢ଼ିକି ଥଳି କଦଳୀଟାକୁ ଆମର ଯେଉଁ କଦଳୀ ଗୁଡ଼ିକୁ ତୋଳି ପାରିଥାନ୍ତା କି? ନାଇଁ ନା। ତେଣୁ ସେ କ'ଣ କଲା, ଟ୍ରାଏ କରିଥିବ, ଏରର୍ ହେଇଥିବ, ବହୁତ ପ୍ରକାର ମିଷ୍ଟେକ୍ ବି ହେଇଥିବ, ଫିର୍ ବି ସେ ଟ୍ରାଏ କଲା, ଯେଉଁଟାକି ଆମର ଲର୍ଣ୍ଣିଂ ବାଇ ଡୁଇକୁ ସେ ଫଲୋ କରିଥାଏ। ତ ଏଇଟା ମନେ ରଖିବେ ସାଙ୍ଗମାନେ, ହେଲା, এই ଇନସାଇଟଫୁଲ୍ ଲର୍ଣ୍ଣିଂଟା କାହା ଉପରେ ଏକ୍ସପେରିମେଣ୍ଟ ହେଇଥିଲା ନା ସିମ୍ପାଞ୍ଜି ଉପରେ ଏକ୍ସପେରିମେଣ୍ଟ କରିଥିଲା, ଯେଉଁଥିରେ କି ଆମର ଇନସାଇଟ୍ ଯେଉଁଟାକି ଅନ୍ତର୍ନିହିତ ଚିନ୍ତାଧାରାକୁ ସେ ଜାଗ୍ରତ କରିଥାଏ। ଠିକ୍ ଅଛି, ଯେଉଁଟାକି ଗେଷ୍ଟାଲ୍ଟ ଥିଓରିଜ୍ ମଧ୍ୟ କୁହାଯାଇଥାଏ, ଏବଂ ଏଟାକୁ କିଏ ଦେଇଥିଲେ? ହେଲା, ୱଲ୍ଫିଂ କୋହଲର୍। ଆଉ ମନେ ଯଦି କ୍ୱେଶ୍ଚନ୍ ପଚାରିଥିବ ସେ ଯେଉଁ ଚିମ୍ପାଞ୍ଜି ଯେଉଁଟା ଥିଲା, ହେଲା, ସେ ଚିମ୍ପାଞ୍ଜିର ନାମ କ'ଣ ଥିଲା? ତାର ନାମ ଥିଲା କ'ଣ ନା ସୁଲତାନ ବୋଲି ଥିଲା। ଠିକ୍ ଅଛି ସାଙ୍ଗମାନେ, ଆଶା କରିକି ବୁଝିପାରିଥିବେ। ଦେନ୍ ନେକ୍ସଟ ଦେଖନ୍ତୁ, ହୁ ୱାଜ୍ ଦ ପାୟୋନିୟର ଅଫ୍ କ୍ଲାସିକାଲ୍ କଣ୍ଡିସନିଂ। ତ ଏଇଟା ସବୁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଗୁଡ଼ିକରେ ଆସିଥିଲା, ହେଲା, ଅଷ୍ଟେଟ୍ର। ହେଲା, ଏଠି କହୁଛି କ୍ଲାସିକାଲ୍ କଣ୍ଡିସନର କିଏ ପାୟୋନିୟର ବୋଲି ପଚାରିଛି। ଠିକ୍ ଅଛି, ଏରେ ଦେଉଛି ୱାଟସନ୍, ବିରେ ଦେଉଛି ସ୍କିନର, ସିରେ ଦେଉଛି ଥର୍ଣ୍ଡାଇକ୍ ଏବଂ ଡିରେ ଦେଉଛି ପାଭଲଭ୍। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଡି ୟାନ୍ ପାଭଲଭ୍। ଠିକ୍ ଅଛି, ଆମର ଏଇଟା ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର ପାଭଲଭ୍। ଠିକ୍ ଅଛି, ଏଇ ପାଭଲଭ୍ ହିଁ କ୍ଲାସିକାଲ୍ କଣ୍ଡିସନିଂ ମାନେ ଯେଉଁ କ୍ଲାସିକାଲ୍ କଣ୍ଡିସନିଂ ଥିଓରିଟା ଅଛି, ଲର୍ଣ୍ଣିଂ ଥିଓରିଟା, ତା ବିଷୟରେ ଦେଇଥିଲେ। ଠିକ୍ ଅଛି, ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ପାଭଲଭ୍ ଏକ୍ସପେରିମେଣ୍ଟ ଅନ୍ ଲର୍ଣ୍ଣିଂ ଥିଓରିଜ୍ ୱାଜ୍ ଡନ୍ ଅନ୍। ହେଲା, ଆମର ଯେଉଁ ପାଭଲଭ୍ ଯେ ଏକ୍ସପେରିମେଣ୍ଟ କରିଥିଲେ, ହେଲା, ଯେଉଁଟାକି ଆମର କ୍ଲାସିକାଲ୍ କଣ୍ଡିସନିଂ କହୁଛେ, ସେଇଟା କାହା ଉପରେ ଏକ୍ସପେରିମେଣ୍ଟ କରିଥିଲେ ବୋଲି ପଚାରିଛି। ଠିକ୍ ଅଛି, ଅପସନ୍ ଏ ଦେଉଛି ମଙ୍କିଜ୍, ଅପସନ୍ ବି ଦେଉଛି ରେଟ୍ସ, ଅପସନ୍ ସି ଦେଉଛି ଡଗ୍ସ, ଅପସନ୍ ଡି ଦେଉଛି ଚିମ୍ପାଞ୍ଜିଜ୍। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି ଡଗ୍ସ। ହେଲା, ସେ କୁକୁର ଉପରେ ଏକ୍ସପେରିମେଣ୍ଟ କରିଥିଲେ କ୍ଲାସିକାଲ୍ କଣ୍ଡିସନିଂ ଅଫ୍ ଥିଓରିଟା। ତ ଦେଖିଦେବା କ୍ଲାସିକାଲ୍ କଣ୍ଡିସନିଂ ଅଫ୍ ଥିଓରିଟା କ'ଣ। ତ ଦେଖନ୍ତୁ, ଏଠି ଆପଣ ଦେଖିପାରୁଥିବେ ଛବିରେ,
ହେଲା। ସେ ଏଇଟା ଡଗ୍ସ ଉପରେ ଏକ୍ସପେରିମେଣ୍ଟ କରିଥିଲେ, ଯେଉଁଟାକି ହେଲା ପାଭଲସ୍ ଡଗ୍ସ ଏକ୍ସପେରିମେଣ୍ଟ ମଧ୍ୟ କୁହାଯାଇଥାଏ ବା ଏହାକୁ କ୍ଲାସିକାଲ କଣ୍ଡିସନିଂ କୁହାଯାଇଥାଏ। ତ ଦେଖନ୍ତୁ ଏଇଠି ଛବିରେ ହିଁ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ। ଏଇଠି ପ୍ରଥମ କି ହେଲା ଦେଖନ୍ତୁ, ଏଇଠି ଖାଦ୍ୟ ଦିଆଗଲା କାହାକୁ, ଡଗ୍ଟାକୁ ଖାଦ୍ୟ ଦିଆଗଲା। ତ ଦେଖିକି ତା ମନରୁ ଲାଳ ବାହାରିଲା, ଯେଉଁଟାକି ମାନେ କିଛି ଗୋଟେ ଷ୍ଟିମୁଲସ୍ ଦିଆଗଲା, ଲାଳସା ଦିଆଗଲା ପରେ ତା ମଧ୍ୟରେ ଗୋଟେ ରେସ୍ପନ୍ସ ଆସିଲା, ଠିକ୍ ଅଛି। ସେଇଭଳିଆ ସେକେଣ୍ଡ ଏକ୍ସପେରିମେଣ୍ଟଟା ଦେଖନ୍ତୁ, ଏଇଠି ଖାଇବା ଦିଆଗଲାନି କିନ୍ତୁ ବେଲ୍ଟା ରିଙ୍ଗ କରାଗଲା ହେଲା। ବେଲ୍ଟା ଯେହେତୁ ରିଙ୍ଗ କରାଗଲା ହେଲା, ତେଣୁ ଯେହେତୁ ସେଇଟା ଖାଇବାଟା ନଥିଲା, ତେଣୁ ତାର ଏଇ ଡଗ୍ ଉପରେ କିଛି ମାନେ କିଛି ଗୋଟେ ରେସ୍ପନ୍ସ ଆସିଲାନି। ଏଠି ରେସ୍ପନ୍ସ ଆସିବା ଦ୍ୱାରା ଏଠି କ'ଣ ହେଲା, ତାର ଲାଳ ଗଡ଼ିଲା ଖାଇବା ଦେଖିକି, ଠିକ୍ ଅଛି। ତ ଏଠି ଯେତେବେଳେ ବେଲ୍ଟା ଖାଲି ବେଲ୍ଟା ବଜାଗଲା ହେଲା, ସେତେବେଳେ ତାର ମନରେ କିଛି ଲାଳସା ଆସିଲା ନାହିଁ ହେଲା, ବା ରେସ୍ପନ୍ସ କଲାନି। କ'ଣ ପାଇଁ ନା, ଏଇଟା ତ ଖାଦ୍ୟ ନୁହେଁ ନା। ତେଣୁ ଦେଖନ୍ତୁ ଏଇ 3 ନମ୍ବର ଏକ୍ସପେରିମେଣ୍ଟଟା ଯେତେବେଳେ କରାଗଲା, ତ ବେଲ୍ ବଜାଗଲା, ତାକୁ ଖାଇବା ଦିଆଗଲା। ଏମିତି ରେଗୁଲାର କିଛି ଦିନ କରାଗଲା, ଠିକ୍ ଅଛି। ତ ବେଲ୍ ବାଜିବ ମାନେ ତାକୁ ଖାଇତେ ଦିଆଯିବ, ବେଲ୍ ବାଜିବ ମାନେ ତାକୁ ଖାଇତେ ଦିଆଯିବ। ତ ପ୍ରଥମ ଯେତେବେଳେ ଥିଲା ନର୍ମାଲ କଣ୍ଡିସନରେ ଖାଇବା ଦେଖିକି ତା ମନରୁ ଏମିତି ଅଟୋମେଟିକ୍ ଲାଳ ବାହାରୁଥିଲା। କିନ୍ତୁ ସେକେଣ୍ଡ ଯେଉଁ ଏକ୍ସପେରିମେଣ୍ଟଟା କଲେ, ଖାଲି ବେଲ୍ ବଜେଇଲେ ତା ମାନେ ତା ପାଖରୁ ମାନେ ତା ସେ ଲାଳ ଗଡ଼େଇଲା ନାହିଁ, ଠିକ୍ ଅଛି। ତାଙ୍କର ଯେ ଥାର୍ଡ଼ ଯେତେବେଳେ ଏକ୍ସପେରିମେଣ୍ଟ କଲେ, ମାନେ ବେଲ୍ ବଜେଇବା ସହିତ ତାକୁ ଖାଇତେ ଦେଲେ। ଏମିତି ଯେତେବେଳେ ମାନେ ରିପିଟ୍ କଲେ, ତ ସେଇଟା କ'ଣ ହେଲା ନା ଦେଖନ୍ତୁ, ଏଠି ଯେଉଁ ଫୁଡ୍ ପ୍ଲସ୍ ବେଲ୍ ଯେତେବେଳେ ବଜେଇଲେ ନା ହେଲା, ତା ମଧ୍ୟରେ ଗୋଟେ ଲାଳସା ଦିଆଗଲା ଯେ ବେଲ୍ ବାଜିଲା ମାନେ ଖାଇବା ମିଳିବ ବୋଲି ସେ ଜାଣିଗଲା। ତେଣୁ ତା ମାନେ ମୁହଁରୁ କ'ଣ ବାହାରିଲା, ଲାଳ ବାହାରିଲା। ତ ଏଇଭଳିଆ କିଛି ଦିନ କଲା ପରେ ବେଲ୍ ବାଜିଲା ଖାଇତେ ଦିଆଗଲା, ବେଲ୍ ବାଜିଲା ଖାଇତେ ଦିଆଗଲା। ଏମିତି କଲା ପରେ ତ କି ହେଲା, ବେଲ୍ ବାଜିଲା ମାନେ ସେ ଜାଣି ଯାଉଥିଲା ଯେ ଡଗ୍‌ଟା ଯେ ମୋତେ ଏବେ ଖାଇବା ମିଳିବ। ତ କି କରାଗଲା, ନେକ୍ସଟ ଟାଇମ୍ ହେଲା ବେଲ୍ ବାଜିଲା କିନ୍ତୁ ଖାଇତେ ଦିଆଗଲା ନାହିଁ। କିନ୍ତୁ ଯେହେତୁ ତା ମନରେ ତାର ଚିନ୍ତାଧାରା ଆସିଯାଇଥିଲା ଯେ ବେଲ୍ ବାଜିଲା ମାନେ ମୋତେ ଖାଇବା ମିଳୁଥିଲା, ତେଣୁକରି ଯେତେବେଳେ ଏଇ ଏକ୍ସପେରିମେଣ୍ଟଟା ପରେ ଏ ଏକ୍ସପେରିମେଣ୍ଟଟା କଲେ ଯେ ବେଲ୍ ବାଜିବ କିନ୍ତୁ ଖାଇତେ ଦିଆଯିବ ନାହିଁ, ସେତେବେଳେ କ'ଣ ହେଲା, ବେଲ୍ ବାଜିଲା ମାନେ ସେ ଯେହେତୁ ଜାଣିଥିଲା ଯେ ତାକୁ ଖାଇତେ ଦିଆଯିବ, ତେଣୁ ତା ମାନେ ସେ ଲାଳ ଗଡ଼େଇଲା, ଠିକ୍ ଅଛି। ତ ଏଇଠୁ ଜାଣିପାରୁଥିବେ ଯେ ଦେଖନ୍ତୁ, ପ୍ରଥମେ ତାକୁ ଗୋଟେ ଲାଳସା ଦିଆଗଲା, ମାନେ ଷ୍ଟିମୁଲସ୍ ଦିଆଗଲା ହେଲା। ଷ୍ଟିମୁଲସ୍ ଦିଆଗଲା ପରେ ସିଏ ରେସ୍ପନ୍ସ କଲା, ଠିକ୍ ଅଛି। ଯେଉଁଠିକି ଏଇଠି ଆପଣ ଦେଖିପାରୁଥିବେ ପ୍ରଥମେ ଏକ୍ସପେରିମେଣ୍ଟରେ ସେ କ'ଣ କଲା ନା, ତାକୁ ଖାଇତେ ଦିଆଗଲା, ତା ଶରୀରରୁ ଲାଳ ବାହାରିଲା ହେଲା। ଖାଇତେ ଦିଆଗଲା ମାନେ ଲାଳ ବାହାରିଲା। ଦେନ୍ ଆଉ ଥରେ ନେକ୍ସଟ ଟାଇମ୍ କ'ଣ କରାଗଲା ନା, ବେଲ୍‌ଟା ବଜାଗଲା କିନ୍ତୁ କିଛି ଖାଇତେ ଦିଆଗଲାନି। ତେଣୁ ତା ମନରେ କିଛି ଗୋଟେ ରେସ୍ପନ୍ସ ଆସିଲାନି, ଠିକ୍ ଅଛି। ଦେନ୍ ଏହା ହେଉଛି ବିଫୋର୍ କଣ୍ଡିସନିଂ। ଯେତେବେଳେ ଗୋଟେ କଣ୍ଡିସନ୍ ଦିଆଗଲା ହାଁ, ଗୋଟେ ମାନେ କ'ଣ, ଗୋଟେ ଆମର ଗୋଟେ ତାକୁ କଣ୍ଡିସନ୍ ଦିଆଗଲା ଯେ ମାନେ କ'ଣ, ଯେ ବେଲ୍ ବାଜିଲା ସହିତ ତାକୁ ଖାଇବାକୁ ଦିଆଗଲା। ତ ଜାଣିଗଲା ଯେ ତା ମନ ଅଟୋମେଟିକ୍ ରିଡ୍ କଲା ଯେ ମୋତେ ବେଲ୍ ବାଜିଲା ମାନେ ଖାଇବାକୁ ମିଳୁଛି। ତେଣୁ ସିଏ ଅଟୋମେଟିକ୍ ତା ରେସ୍ପନ୍ସ କଲା, ଠିକ୍ ଅଛି। ଯେଉଁଟାକି ରେସ୍ପନ୍ସ ସ୍ୱରୂପ ସେ କ'ଣ କଲା ଯେ ତା ମୁହଁରୁ ଲାଳ ବାହାରିଲା, ଠିକ୍ ଅଛି। ଦେନ୍ ଏଇଟା କିଛି ଦିନ ଗଲା ପରେ, ଏଇଟା ସେ ତାର ହେବିଚୁଆଲ୍ ହେଇସାରିଲା ପରେ, ଦେନ୍ ତାପରେ କ'ଣ କଲେ ନା, ତାକୁ କେବଳ ବେଲ୍ ବଜେଇଲେ କିନ୍ତୁ ଖାଇତେ ଦେଲେନି। ଯେହେତୁ ସେ ଜାଣିସାରିଥିଲା ଯେ ବେଲ୍ ବାଜିଲେ ମାନେ ମୋତେ ଖାଇତେ ମିଳିବ, ତେଣୁ ଅଟୋମେଟିକ୍ ତା ଶରୀରରୁ ଲାଳ ବାହାରିଲା। ଯେଉଁଟାକି ସେ କ'ଣ କଲା, ପ୍ରଥମେ ଏଠି କ'ଣ କରାଗଲା, ଷ୍ଟିମୁଲସ୍ ମାନେ ଲାଳସା ଦିଆଗଲା। ଦେନ୍ ତା ମନରେ କ'ଣ ହେଲା ନା, ସେ ରେସ୍ପନ୍ସ କଲା। ଏଇ ଜିନିଷଟା ହେଉଛି ଆମର କ୍ଲାସିକାଲ କଣ୍ଡିସନିଂ, ଯେଉଁଟାକି ଆମର ଡଗ୍ ଉପରେ ସେ ଏକ୍ସପେରିମେଣ୍ଟ କରିକି ଦେଖିଥିଲେ, ଠିକ୍ ଅଛି ସାଙ୍ଗମାନେ। ଆଶା କରିକି ବୁଝିପାରିଥିବେ। ଦେନ୍ ନେକ୍ସଟ ଦେଖନ୍ତୁ, ହୁ ଡେଭଲପ୍ ସୋସିଓ କଲଚରାଲ୍ ଥିଓରି ଅଫ୍ ଡେଭଲପମେଣ୍ଟ ହେଲା, ଠିକ୍ ଅଛି। ଏଇଟା କହୁଛି ସୋସିଓ କଲଚରାଲ୍ ଥିଓରି ଅଫ୍ ଡେଭଲପମେଣ୍ଟଟା କିଏ କିଏ ମାନେ ଡେଭଲପ୍ କରିଥିଲେ ବା କିଏ ଦେଇଥିଲେ ହେଲା। ତ ସାଙ୍ଗମାନେ ଏଇଟା ଦେଖନ୍ତୁ, ଏଇଟା ଯେହେତୁ ସ୍ପୋର୍ଟ ସାଇକୋଲୋଜି, ଏଇଟା ଆମର ଯେଉଁ ରହିଛି ଚାଇଲ୍ଡ ପେଡାଗୋଜି, ସେଥିରେ ବି ଆସିଥାଏ। ଏବଂ ତା ସହିତ ଆମର ଏଠି ଯେଉଁ ଆମର ଫିଜିକାଲ୍ ଏଜୁକେସନ୍ ପାର୍ଟରେ ବି ଆସିଥାଏ, ଠିକ୍ ଅଛି। ତ ଏଇଟା ବହୁତ ଦୁଇ ଜାଗାରେ କାମ ଦେବ, ଆମର ଚାଇଲ୍ଡ ପେଡାଗୋଜିରେ ବି, ଆଉ ଆମର ଯେଉଁ ରହିଛି ଫିଜିକାଲ୍ ଏଜୁକେସନ୍ର ଯେଉଁ ସ୍ପୋର୍ଟ ସାଇକୋଲୋଜି ସବଜେକ୍ଟଟା, ସେଇ ବିଷୟରେ ସେଇଠି ବି ଆସିଥାଏ। ତ ଏଇଠି ପଚାରିଛି ଯେଉଁ ସୋସିଓ କଲଚରାଲ୍ ଥିଓରି ଅଫ୍ ଡେଭଲପମେଣ୍ଟଟା କିଏ କରିଥିଲେ ହେଲା। ତ ସେମାନେ ଏଠି ଅପସନ୍ ଗୁଡ଼ିକ ଦେଖିପାରୁଥିବେ ହେଲା। ତ ଏହାର ସଠିକ୍ ଉତ୍ତର ହେଇଯିବ ଭାଇଗର୍ସ୍କି, ଯେଉଁଟାକି ଏଇଟା ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍‌ରେ ଆସିଥିଲା ହେଲା, ଠିକ୍ ଅଛି। ସୋସିଓ କଲଚରାଲ୍ ଥିଓରି ଯେଉଁଟାକି ପିଲାମାନଙ୍କର ଡେଭଲପମେଣ୍ଟଟା କେମିତି ହେଇଥାଏ ଇୟର୍ ବାଇ ଇୟର୍ ହେଲା, କେମିତି ତାଙ୍କର ଯେଉଁ ଚିନ୍ତାଧାରାଟା ବା ଥିଙ୍କିଂ କାପାସିଟିଟା କେମିତି ତାଙ୍କର ଡେଭଲପ୍ ହେଇଯାଇଛି ପିଲାମାନଙ୍କ ମଧ୍ୟରେ ହେଲା। ତ ସେଇଟା କେଉଁଠୁ ଆସିଥାଏ ବୋଲି ଆମର ଭାଇଗର୍ସ୍କି କହିଲେ ନା, ସେଇଟା ହେଉଛି ସୋସିଓ କଲଚରାଲ୍ ଥିଓରି। ମାନେ କେଉଁ ସାମାଜିକ କଲଚର୍‌ରେ ସେ ପିଲାଟା ବଢ଼ୁଛି, ସେ ଅନୁଯାୟୀ ତାର ମାନେ ଚିନ୍ତାଧାରାର ଡେଭଲପମେଣ୍ଟ ହେଇଥାଏ ବୋଲି
ଆମର ଏଲ୍ ଭାଇଗସ୍କି କହିଲେ। ତେଣୁ ସେ ତାଙ୍କର ଯେଉଁ ଉପରେ ସେ ମାନେ ଥିଓରିଟା ଦେଇଥିଲେ, ଯେଉଁଟାକି ସମାଜରୁ ମାନେ ସମାଜରେ ଇଣ୍ଟରାକ୍ସନ୍ ହେବା ଦ୍ୱାରା ବା କେଉଁ ସମାଜରୁ ସେ ବିଲଙ୍ଗସ୍ କରୁଛି, ସେଇ ଅନୁଯାୟୀ ତା'ର ଥିଙ୍କିଂ କାପାସିଟି ବା ତା'ର ଯେଉଁ ଚିନ୍ତାଧାରାର ବୃଦ୍ଧି ବା ଗୋଟେ ପିଲାର ବୁଦ୍ଧିର ବିକାଶ ହେଇଥାଏ। କେଉଁ ଇଏରୁ ନା କେଉଁ ସମାଜରୁ ସେ ବିଲଙ୍ଗସ୍ କରୁଛି। ତ ଏଇ ଉପରେ ଯେହେତୁ ସେ ମାନେ ଥିଓରି ଦେଇଥିଲେ, ତେଣୁ ତାଙ୍କର ସେଇ ଥିଓରିଟାକୁ କ'ଣ କୁହାଗଲା ନା ସୋସିଓ କଲଚରାଲ୍ ଥିଓରି ଅଫ୍ ଡେଭଲପମେଣ୍ଟ କୁହାଗଲା, ଯେଉଁଟାକି ପିଲାମାନଙ୍କର ଡେଭଲପମେଣ୍ଟ ଉପରେ ଥିଲା। ଠିକ୍ ଅଛି, ତ ଏଇଟା ହେଉଛି କି ମନେ ରଖିବେ ଯେ ସୋସିଓ କଲଚରାଲ୍ ଥିଓରି କିଏ ଦେଇଥିଲେ? ଏଲ୍ ଭାଇଗସ୍କି। ଠିକ୍ ଅଛି, ଦେନ୍ ନେକ୍ସଟ ଦେଖନ୍ତୁ, ହୁ ଡେଭଲପ ଦ ଥିଓରି ଅଫ୍ କଗ୍ନିଟିଭ୍ ଡେଭଲପମେଣ୍ଟ। ହେଲା, କଗ୍ନିଟିଭ୍ ଡେଭଲପମେଣ୍ଟଟା କିଏ ଦେଇଥିଲେ? ଯେଉଁଟାକି କଗ୍ନିଟିଭ୍ ମାନେ କ'ଣ, ଆମର ଯେଉଁ ଥିଙ୍କିଂ କାପାସିଟି ବା ରିଜନିଂ ସ୍କିଲ୍ ଯେଉଁଟାକୁ କହୁଛୁ ଆମେ, ହେଲା, ସେଇଟା କୁହାଯାଇଥାଏ। ଥିଙ୍କିଂ କାପାସିଟି ବା ଚିନ୍ତାଧାରାର ମାନେ କେଉଁ ପିଲାର କେତେ ଚିନ୍ତାଧାରା କେମିତି, ମାନେ ଆମର ଇୟର୍ ବାଇ ଇୟର୍, ସେଇ ଉପରେ ଥିଓରି କିଏ ଦେଇଥିଲେ ବୋଲି ମାନେ କହିଛି। ହେଲା, ହୁ ଡେଭଲପ ଦ ଥିଓରି ଅଫ୍ କଗ୍ନିଟିଭ୍ ଡେଭଲପମେଣ୍ଟ। ଠିକ୍ ଅଛି, ଏଠି ଦେଖିପାରୁଥିବେ ଅପସନ୍ ଗୁଡ଼ିକ। ହେଲା, ପ୍ରଥମ ଦେଉଛି ଗେଷ୍ଟାଲ୍ଟ ଥିଓରି, ବି ଦେଉଛି ପାଭଲଭ, ସି ଦେଉଛି ଜିନ୍ ପିଆଜେଟ୍, ଡି ଦେଉଛି ଭାଇଗସ୍କି। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଜିନ୍ ପିଆଜେଟ୍। ହେଲା, ଜିନ୍ ପିଆଜେଟ୍ ଆମର ଯେଉଁ ପିଲାମାନଙ୍କର ଆମର ବୁଦ୍ଧିର ବିକାଶ କି ପ୍ରକାର ହେଇଥାଏ। ହେଲା, ଯେଉଁଟାକି କଗ୍ନିଟିଭ୍ କହିଲେ ଆମେ କ'ଣ ଥିଙ୍କିଂ କାପାସିଟିକୁ ବୁଝିଥାଉ। ଠିକ୍ ଅଛି, ତ ପିଲାମାନଙ୍କର ବୁଦ୍ଧିର ବିକାଶ କିପରିକା ହେଇଥାଏ, ମାନେ ଇୟର୍ ବାଇ ଇୟର୍। ହେଲା, ତ ଏଇ ଉପରେ ସେ ଯେହେତୁ ଥିଓରି ଦେଇଥିଲେ, ତେଣୁ ତାଙ୍କର ସେଇଟାକୁ କ'ଣ କୁହାଯାଉଥିଲା? କଗ୍ନିଟିଭ୍ ଡେଭଲପମେଣ୍ଟ ଥିଓରି କୁହାଯାଉଥିଲା, ଯେଉଁଟାକି କିଏ ଦେଇଥିଲେ? ଜିନ୍ ପିଆଜେଟ୍ ଦେଇଥିଲେ। ଠିକ୍ ଅଛି ସାଙ୍ଗମାନେ, ଏସବୁ ଜିନିଷ ମନେ ରଖିବେ। ଏଇଟା ଦେଖନ୍ତୁ, according to Piaget, cognitive development takes place in, ହେଲା, ଯେଉଁ ଆମର cognitive developmentଟା ଯେଉଁ ପିଆଜେଟ୍ ଦେଇଥିଲେ, ସେ cognitive developmentଟା କେତୋଟି ଷ୍ଟେଜ୍ ଦେଇକି ଗତି କରିଛି ବୋଲି କହିଛି। ଠିକ୍ ଅଛି, ହେଲା, ତ ଏଇଠି ଦେଖିପାରୁଥିବେ 2 ଷ୍ଟେଜ୍ ଦେଇଛି, 3 ଷ୍ଟେଜ୍ ଦେଇଛି, 4 ଷ୍ଟେଜ୍ ଦେଇଛି, 5 ଷ୍ଟେଜ୍ ଦେଇଛି। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ 4 ଷ୍ଟେଜ୍। ହେଲା, 4ଟି ଷ୍ଟେଜ୍ ଦେଇକି କଗ୍ନିଟିଭ୍ ଡେଭଲପମେଣ୍ଟକୁ ସେ ଡିଭାଇଡ଼ କରିଥିଲେ। କିଏ ନା ଜିନ୍ ପିଆଜେଟ୍। ହେଲା, ମାନେ ପିଲାମାନଙ୍କର ଯେଉଁ ଚିନ୍ତାଧାରାର ବୃଦ୍ଧି କେମିତି ହେଇଥାଏ, ହେଲା, ସେଇଟାକୁ ସେ 4ଟି ସ୍ତରରେ ଡିଭାଇଡ଼ କରିଥିଲେ। ଠିକ୍ ଅଛି ସାଙ୍ଗମାନେ, ତ ଏବେ ଦେଖିନେବା ସେଇ ଷ୍ଟେଜ୍ ଗୁଡ଼ିକ କ'ଣ କ'ଣ। ତ ଦେଖନ୍ତୁ ସାଙ୍ଗମାନେ, ସେ ଯେଉଁ 4ଟି ଷ୍ଟେଜ୍ରେ ଡିଭାଇଡ଼ କରିଥିଲେ, ସେ ଷ୍ଟେଜ୍ ଗୁଡ଼ିକ କ'ଣ କ'ଣ ଦେଖନ୍ତୁ। ଗୋଟେ ହେଉଛି ସେନ୍ସରି ମୋଟର। ହେଲା, ଯେଉଁଟାକି 0 to 2 years ଭିତରେ ଥାଏ। ଦେଇକି ହେଉଛି ପ୍ରି ଅପରେସନାଲ୍, ଯେଉଁଟାକି 2 ରୁ 6 ବର୍ଷ ଭିତରେ। ଦେନ୍ କଂକ୍ରିଟ୍ ଅପରେସନାଲ୍, 6 ରୁ 11 ବର୍ଷ ଭିତରେ। ଠିକ୍ ଅଛି, ଦେନ୍ ଫର୍ମାଲ୍ ଅପରେସନାଲ୍, 11 ବର୍ଷରୁ ଉପରକୁ। ହେଲା, ଏଇଟା 4ଟି ଷ୍ଟେଜ୍ରେ ତା'ର ଯେଉଁ ଆମର ପିଲାମାନଙ୍କର ଚିନ୍ତାଧାରାର ବୃଦ୍ଧି କେମିତି ହେଇଥାଏ, এই 4ଟି ସ୍ତରରେ ଡିଭାଇଡ଼ କରିଥିଲେ। ଏଇଗୁଡ଼ିକୁ ମନେ ରଖିବେ, ଏଇ ଭିତରୁ ବି କ୍ୱେଶ୍ଚନ୍ ଆସିଥାଏ ଯେ ସେନ୍ସରି ମୋଟର ସ୍କିଲ୍ଟା କେତେରୁ କେତେ ଇୟର୍ ଭିତରେ ଥାଏ। ହେଲା, ତ ଏହା ଭିତରେ ବହୁତ ମାନେ ଯଦି ଆଲୋଚନା କରିବା ବହୁତ ପାଠ ଅଛି। ଠିକ୍ ଅଛି, ତ ଏଇଠି ବେସିକ୍ଲି ଜାଣିଥାଉ ଯେ 4ଟା ଷ୍ଟେଜ୍ରେ ଡିଭାଇଡ଼ ହେଇଛି, ଯେଉଁଟାକି ସେନ୍ସରି ମୋଟର କେତେରୁ କେତେ ଇୟର୍, ପ୍ରି ଅପରେସନାଲ୍ଟା କେତେରୁ କେତେ ଇୟର୍, କଂକ୍ରିଟ୍ ଅପରେସନାଲ୍ଟା କେତେରୁ କେତେ ଇୟର୍, ଫର୍ମାଲ୍ ଅପରେସନାଲ୍ଟା ମାନେ କେତେ ଇୟର୍ ପରେ ହେଇଥାଏ। ଏସବୁ ଜିନିଷ ମନେ ରଖିବା। ଠିକ୍ ଅଛି ସାଙ୍ଗମାନେ, ଦେନ୍ ନେକ୍ସଟ ଦେଖନ୍ତୁ, এইসব क्वेश्चन ମାନେ ଆମର ପ୍ରିଭିୟସ୍ ଇୟର୍ରେ ଆସିଥିଲା। ହେଲା, ସେ ରିଲେଟେଡ୍ ଆଉ କିଛି କ୍ୱେଶ୍ଚନ୍ ଦେଖିଦେବା। ଦେଖନ୍ତୁ, କ୍ଲାସିକାଲ ଥିଓରି ୱାଜ୍ ଗିଭେନ୍ ବାଇ, ଆମର ଯେଉଁ କ୍ଲାସିକାଲ ଥିଓରି ଅଛି ଏଇଟା କିଏ ଦେଇଥିଲେ ବୋଲି ପଚାରିଛି। ହେଲା, ଅପସନ୍ ଗୁଡ଼ିକ ଆପଣ ଦେଖିପାରୁଥିବେ। ଏରେ ଦେଉଛି ପ୍ଲାଟୋ, ବିରେ ଦେଉଛି ଇଆନ୍ ପାଭଲୋଭ, ସିରେ ଦେଉଛି B.F. ସ୍କିନର, ଡିରେ ଦେଉଛି ଜନ୍ ୱାଟସନ୍। ତ ଇଆନ୍ ପାଭଲୋଭଟା ଜାଣିଗଲେ ଯେ ଏଇଟା ଆମର କ୍ଲାସିକାଲ କଣ୍ଡିସନିଂ ଦେଇଥିଲେ, କିନ୍ତୁ କ୍ଲାସିକାଲ ଥିଓରି କିଏ ଦେଇଥିଲେ ନା ସିଏ ହେଉଛନ୍ତି ଅପସନ୍ ଏ ହେଇଯିବ ସଠିକ୍ ଉତ୍ତର ପ୍ଲାଟୋ। ହେଲା, ପ୍ଲାଟୋ ଦେଇଥିଲେ କ'ଣ ନା କ୍ଲାସିକାଲ ଥିଓରି। ଠିକ୍ ଅଛି ସାଙ୍ଗମାନେ, এটা মনে ରଖିବେ। ହେଲା, ଦେନ୍ ନେକ୍ସଟ ଦେଖନ୍ତୁ, ଆଉ ଇଆନ୍ ପାଭଲୋଭଟା କ'ଣ ଦେଇଥିଲେ ନା କ୍ଲାସିକାଲ କଣ୍ଡିସନିଂ ଦେଇଥିଲେ। ଠିକ୍ ଅଛି, ଦେନ୍ ନେକ୍ସଟ ଦେଖନ୍ତୁ, ହୁଇଚ୍ ଏମଙ୍ଗ ୱାଜ୍ ଦ ଓଲ୍ଡେଷ୍ଟ ଥିଓରି ଅଫ୍ ଲର୍ଣ୍ଣିଂ। ହେଲା, ଏ ଯେଉଁ 4ଟା ଅପସନ୍ ଦେଇଛି ସେଇଟା ଭିତରୁ କେଉଁଟା ମାନେ ସବୁଠାରୁ ପୁରୁଣା ଥିଓରି ବୋଲି, ମାନେ ଲର୍ଣ୍ଣିଂର ପୁରୁଣା ଥିଓରି ବୋଲି ପଚାରିଛି। ଠିକ୍ ଅଛି, ତ ସାଙ୍ଗମାନେ ଅପସନ୍ ଏ ଦେଉଛି କ୍ଲାସିକାଲ ଥିଓରି, ଅପସନ୍ ବି ଦେଉଛି ବିହେଭିୟରିଷ୍ଟିକ୍ସ ଥିଓରିଜ୍। ହେଲା, ଅପସନ୍ ସି ଦେଉଛି କଗ୍ନିଟିଭିଷ୍ଟ ଥିଓରିଜ୍, ଅପସନ୍ ଡି ଦେଉଛି କନଷ୍ଟ୍ରକ୍ଟିଭିଷ୍ଟ ଥିଓରିଜ୍। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ଏ କ୍ଲାସିକାଲ ଥିଓରିଜ୍। ଠିକ୍ ଅଛି, ତ ଏଇଟା ମନେ ରଖିବ, ସବୁଠାରୁ ଓଲ୍ଡେଷ୍ଟ ଥିଓରି ଅଫ୍ ଲର୍ଣ୍ଣିଂ କେଉଁଟା ନା କ୍ଲାସିକାଲ ଥିଓରି, ଯେହେତୁକି କିଏ ଦେଇଥିଲେ ନା ପ୍ଲାଟୋ ଦେଇଥିଲେ ସାଙ୍ଗମାନେ। ଠିକ୍ ଅଛି, ଦେନ୍ ଦେଖନ୍ତୁ, ଆକର୍ଡିଂ ଟୁ ଦିସ୍ ଥିଓରି, ମାନେ ଏଇ ଯେ କ୍ଲାସିକାଲ ଥିଓରିଟା କ'ଣ, ଆକର୍ଡିଂ ଟୁ ଦିସ୍ ଥିଓରି ଆନ୍ ଇଣ୍ଡିଭିଜୁଆଲ୍ କ୍ୟାନ୍ ଲର୍ନ ନ୍ୟୁ ଥିଙ୍ଗସ୍ ଅନ୍ ଦ ବାସିସ୍ ଅଫ୍ ଓଲ୍ଡ ଅର୍ ପ୍ରିଭିୟସ୍ ନଲେଜ୍। ହେଲା, ଏଇଠି କହୁଛି ଏଇ ଥିଓରିଟା କ'ଣ ନା, ଏଇ ଥିଓରିଟା କ'ଣ ନା ଯେ ଆମର ଯେଉଁ ନୂଆ ଜିନିଷ ଆମେ ଶିଖିବା କେଉଁଠୁ ଶିଖିଥାଉ ନା ଆମର ଯେଉଁ ଓଲ୍ଡ ବା ପ୍ରିଭିୟସ୍ ନଲେଜ୍ରୁ ହିଁ ଆମେ ନୂଆ କିଛି ଜିନିଷ ଶିଖିଥାଉ ବୋଲି ଏଇ ଥିଓରିଟା କହିଥାଏ। ଠିକ୍ ଅଛି, ବୁଝିହେଲା ସାଙ୍ଗମାନେ, ମାନେ ଏଇଠି କ'ଣ ହେଉଛି, ଆନ୍ ଇଣ୍ଡିଭିଜୁଆଲ୍ କ୍ୟାନ୍ ଲର୍ନ ନ୍ୟୁ ଥିଙ୍ଗସ୍ ଅନ୍ ଦ ବେସିସ୍ ଅଫ୍ ଓଲ୍ଡ ଅର୍ ପ୍ରିଭିୟସ୍ ନଲେଜ୍। ହେଲା,
ଆମର ନୂଆ ଜିନିଷ ଆମେ କୋଉଠୁ ହିଁ ଶିଖିଥାଉ ନା ଆମର ଯେଉଁ ପ୍ରିଭିୟସ୍ ନଲେଜ୍ ଅଛି ତାଠୁ ହିଁ ଶିଖିଥାଉ ବୋଲି ଆମର ଯେଉଁ କ୍ଲାସିକାଲ୍ ଥିଓରି କହିଥାଏ। ଠିକ୍ ଅଛି ସାଙ୍ଗମାନେ, ଦେନ୍ ନେକ୍ସଟ ଦେଖନ୍ତୁ ଅପରାଣ୍ଟ କଣ୍ଡିସନିଂ ଥ୍योरी ୱାଜ୍ ଗିଭେନ୍ ବାଇ ହେଲା। ଅପରାଣ୍ଟ କଣ୍ଡିସନିଂ ଯେଉଁ ଅଛି ଏଇଟା କିଏ ଦେଇଥିଲେ ବୋଲି କହିଛି। ଠିକ୍ ଅଛି, ତ ଆପଣ ଜାଣିଗଲେ ଯେ ପ୍ଲାଟୋ ଦେଇଥିଲା କ'ଣ କ୍ଲାସିକାଲ୍ ଥିଓରି, ଇଆନ୍ ପାବ୍ଲୋ ଦେଇଥିଲା କ୍ଲାସିକାଲ୍ କଣ୍ଡିସନିଂ। ତେବେ ଏ ଦୁଇଟା ଅପସନ୍ ଭିତରୁ ଗୋଟେ ହେବ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ସାଙ୍ଗମାନେ ବିଏଫ୍ ସ୍କିନର। ତ ମନେ ରଖିବେ ବିଏଫ୍ ସ୍କିନର ଅପରାଣ୍ଟ କଣ୍ଡିସନିଂ ମାନେ ଦେଇଥିଲେ। ଠିକ୍ ଅଛି, ଏଇଟା ଦେଖନ୍ତୁ ବିଏଫ୍ ସ୍କିନର କ'ଣ କରିଥିଲେ ନା ସିଏ ଆମର ରେଡ୍ ଯେଉଁ ମୂଷା ଉପରେ ଏକ୍ସପେରିମେଣ୍ଟ କରିଥିଲେ। ଗୋଟେ ମାନେ ବକ୍ସ ଭିତରେ ମୂଷାକୁ ରଖିଦେଇକି ଏଇଠି ସବୁ ସିଷ୍ଟମ୍ ଦେଇଥିଲେ, ଲିଭର ଦେଇଥିଲେ, ଲାଇଟ୍ ଦେଇଥିଲେ, ଗ୍ରୀନ୍ ଲାଇଟ୍ ଦେଇଥିଲେ, ବ୍ଲୁ ଲାଇଟ୍ ଦେଇଥିଲେ ହେଲା। ଏଇଠି ଖାଇବା ବି ରଖିଥିଲେ ହେଲା। ଠିକ୍ ଅଛି, ତ ଏଇ ଉପରେ ସେ ଏକ୍ସପେରିମେଣ୍ଟ କରିଥିଲେ। ଏଇ ଏକ୍ସପେରିମେଣ୍ଟ କରିବା ଦ୍ୱାରା ସେ ଦୁଇଟା ମାନେ ଜିନିଷ କହିଥିଲେ, ଗୋଟେ ହେଉଛି ରେନଫୋର୍ସମେଣ୍ଟ ଆଉ ଗୋଟେ ହେଉଛି ପାନିସମେଣ୍ଟ, ଯେଉଁଟାକି ଆମର ପଜିଟିଭ୍ ରେନଫୋର୍ସମେଣ୍ଟ ଗୋଟେ ଆସିଥାଏ, ଆଉ ଗୋଟେ ହେଉଛି ନେଗେଟିଭ୍ ରେନଫୋର୍ସମେଣ୍ଟ ଆସିଥାଏ, ତାପରେ ପାନିସମେଣ୍ଟ ଆସିଥାଏ, ଦେନ୍ ହେଉଛି 4 ନମ୍ବରରେ କ'ଣ ଏକ୍ସଟିଂସନ୍ ବା ଏଣ୍ଡ ଅଫ୍ ପ୍ରୋସେସ୍ ହେଲା। ତ ଏଇଟା ଆମେ ଠିକ୍ ଭାବରେ ବୁଝିବା। ଦେଖନ୍ତୁ ଏଇଠି ଯେଉଁ ବକ୍ସ ଭିତରେ ଆମର ରେଡ୍ ବା ମୂଷାଟାକୁ ରଖିଦେଲେ ତ ସେଇଠି ଗୋଟେ ଲିଭର ଦେଇଥିଲେ ହେଲା, ଏଇଟା ଦବେଇବାକୁ ଦେଇଥିଲେ। ଠିକ୍ ଅଛି, ତ ଯେତେବେଳେ ପ୍ରଥମ ମୂଷା କି କଲା ଏଠି ରେସ୍ପନ୍ସ କରିବ ଭିତରେ, ଯେହେତୁ ଏ ଭିତରେ ଦେଇଥିଲେ ତାକୁ ତ ଭୋକ ଲାଗିବ ବାହାରେ ଖାଇବା ଦେଖିକି, ସେ କ'ଣ କଲା ନା ଏଠି ଇଏ ଆମର ଲିଭରଟାକୁ ମାନେ ଦବେଇଲା ଫଳରେ କି ହେଲା ଏଇଠୁ ଆମର ଯେଉଁ ଖାଇବା ଗୁଡ଼ିକ ଥିଲା, ଏଇଠି ଯେଉଁ ରୁହନ୍ତୁ ଏଠି ଯେଉଁ ଖାଇବା ଗୁଡ଼ିକ ଥିଲା ସେଇଗା ଏଇ ରାସ୍ତା ଦେଇକି ଏ ଭିତରକୁ ଆସିଲା, ଯାହାଫଳରେ ସେ କି ଖାଇବା ପକାଇ ପାଇଲା। ତେଣୁ କ'ଣ ହେଲା, ସେ ପ୍ରଥମ ଆଗେ ରେସ୍ପନ୍ସ କଲା ହେଲା, ରେସ୍ପନ୍ସ କଲା ହେଲା, ରେସ୍ପନ୍ସ କରିସାରିଲା ପରେ ଯଦି ସେ ଲିଭରଟାକୁ ଦବେଇଲା ଖାଇବାକୁ ଆସିଲା, ତ କି ହେଲା ତା ରେସ୍ପନ୍ସ ଆସିଲା ମାନେ ସେ ଜିନିଷଟା ତାକୁ ବାର ବାର କରିବ। ଯଦି ଜଣେ ଲିଭର ଦବେଇବା ଦ୍ୱାରା ଖାଇବା ପାଉଛି ହେଲା, ପ୍ରଥମ ଯଦି ଲିଭରଟା ଦବେଇଲା ଖାଇବା ପାଇଲା ମାନେ ତା ମନରେ କ'ଣ, ଯେତେବେଳେ ଆଉଥରେ ତାକୁ ଭୋକ ଲାଗିବ ସେ ଜିନିଷଟା ଆଉଥରେ କରିବ, ସେ ଲିଭରଟାକୁ ଦବେଇବ ମାନେ କ'ଣ ରେନଫୋର୍ସମେଣ୍ଟ ମାନେ କ'ଣ ବାର ବାର ଗୋଟେ କାମଟାକୁ କରିବା, ଯେଉଁଟାକି ମୋଟିଭେସନ୍ ଟାଇପ୍ର କାମ କରିଥାଏ। ସେ ଜାଣିଗଲା ଯେ ଲିଭରଟା ଦବେଇଲା ଦ୍ୱାରା ଖାଇବା ଆସୁଛି, ତେଣୁ କି ହେଲା ଏଇ ଯେଉଁ ପ୍ରଥମ ଜିନିଷଟା କଲା ସେ ଲିଭର ଦେବା ଦ୍ୱାରା ଖାଇବାଟା ପାଇଲା, ସେଇଟା କ'ଣ ହେଇଗଲା ନା ସେଇଟା ହେଇଗଲା ଆମର ପଜିଟିଭ୍ ରେନଫୋର୍ସମେଣ୍ଟ ହେଇଗଲା। ଠିକ୍ ଅଛି, ଦେନ୍ ଯେତେବେଳେ ସେକେଣ୍ଡ ଟାଇମ୍ ଯେତେବେଳେ ସେ ଆଶା କଲା କି ଯେ ମୁଁ ଯଦି ଲିଭରଟାକୁ ଦବଉଛି ତେବେ ମୋତେ ଖାଇବା ମିଳୁଛି, ତ ସେକେଣ୍ଡ ଟାଇମ୍ ଯେତେବେଳେ ସେ ଲିଭରଟାକୁ ଦବେଇଲା ସେତେବେଳେ ସେ କ'ଣ ହେଲା ନା ଲିଭରଟାକୁ ଦବେଇଲା, ଏଇ ଭିତରେ ଦେଖନ୍ତୁ ଏଠି ଇଲେକ୍ଟ୍ରିକ୍ ସକ୍ ଦେବା ପାଇଁ ଏଠି ମାନେ ସବୁ ୱାୟାର ଗୁଡ଼ିକ ଥିଲା। ଠିକ୍ ଅଛି, ଯେତେବେଳେ ସେ ଦବେଇଲା ସେତେବେଳେ ହାଲକା ସେ କରେଣ୍ଟ ଫିଲ୍ କଲା। ଠିକ୍ ଅଛି ହେଲା, ସକ୍ ଏଠି ଦେଖନ୍ତୁ ସକ୍ ଏଠି ଯେଉଁ ୱାୟାର ଗୁଡ଼ିକ ଦିଆହେଇଥିଲା ଇଲେକ୍ଟ୍ରିକ୍ ଗ୍ରିଡ୍ ଗୁଡ଼ିକ ଦିଆହେଇଛି, ଏଇଠୁ ହାଲକା ହାଲକା ସକ୍ ମାରିଲା ହେଲା, ହାଲକା ହାଲକା ସକ୍ ମାରିଲା। ସେଇଟା କ'ଣ ହେଲା ନେଗେଟିଭ୍ ରେନଫୋର୍ସମେଣ୍ଟ ଆସିଲା ତା ମନରେ। ଠିକ୍ ଅଛି, ଦେନ୍ ସେ ଯେତେବେଳେ ଆଉଥରେ ନେକ୍ସଟ ଟାଇମ୍ 3 ଥର ମାନେ ଆଉଥରେ ଯେତେବେଳେ ଦବେଇଲା ହେଲା, ସେତେବେଳେ କ'ଣ ହେଲା ନା ଏଠି ତ ଆମର ପ୍ରଥମ ଯେତେବେଳେ ଦବେଇଲା ଖାଇବା ପାଇଲା, ସେକେଣ୍ଡ ଟାଇମ୍ ଯେତେବେଳେ ଦବେଇଲା ହାଲକା ତାକୁ ଟିକେ କରେଣ୍ଟ ମାରିଲା ଭଳିଆ ଲାଗିଲା, ଦେନ୍ ଥାର୍ଡ଼ ଯେତେବେଳେ ଦବେଇଲା ସେତେବେଳେ କ'ଣ ହେଲା ନା ଜୋରରେ କରେଣ୍ଟ ଖାଇଲା ସେ। ଠିକ୍ ଅଛି, ଜୋରରେ କରେଣ୍ଟ ଖାଇଲା ହେଲା, ପୁରା ଜୋରରେ କରେଣ୍ଟ ଖାଇଲା, ଯେଉଁଟାକି ତାକୁ ପାନିସମେଣ୍ଟ ଭଳିଆ ଲାଗିଲା, ଯେଉଁଟା 3 ନମ୍ବରଟା ହେଲା, ଯେଉଁଟାକି ତାକୁ ପାନିସମେଣ୍ଟ ଭଳିଆ ଲାଗିଲା। ଠିକ୍ ଅଛି, ତ ଯେହେତୁ ସେ ଜାଣିଛି ଯେ ଏଇ ଲିଭରଟାକୁ ଦେବା ଦ୍ୱାରା କିଛି ନା କିଛି ଗୋଟେ ରେଜଲ୍ଟ ସେ ପାଉଛି, ତେଣୁ ସେ ତା ମନରେ କ'ଣ ଗୋଟେ କହୁଛି, ବାର ବାର ସେ କାମଟା କରିବା ପାଇଁ ତା ମନରେ ମାନେ ଗୋଟେ ଆସୁଛି। ତେଣୁ ତାକୁ ମନରେ କ'ଣ ୱାନ୍ ଟାଇପ୍ ଅଫ୍ ମୋଟିଭେସନ୍ ଆସୁଛି ବା ୱାନ୍ ଟାଇପ୍ ଅଫ୍ ରେନଫୋର୍ସମେଣ୍ଟ ଆସୁଛି, ଯେଉଁଟାକି ରେନଫୋର୍ସମେଣ୍ଟ ମାନେ କ'ଣ ବାର ବାର ଗୋଟେ କାମଟାକୁ କରିବା। ତ ଯେହେତୁ ଯିଏ ଥରେ ଦବେଇଲା ଖାଇବା ପାଇଲା, ଆଉଥରେ ଦବେଇଲା ହାଲକା କରେଣ୍ଟ ଖାଇଲା, ଦେନ୍ 3 ନମ୍ବର ଯେତେବେଳେ ଦବେଇଲା ସେତେବେଳେ କ'ଣ ବହୁତ ଜୋରରେ କରେଣ୍ଟ ଖାଇଲା। ତେଣୁ ଦେଖନ୍ତୁ ଯେତେବେଳେ ପ୍ରଥମ ଖାଇବାଟା ପାଉଛି ସେତେବେଳେ ତା ମନର ପଜିଟିଭ୍ ରେନଫୋର୍ସମେଣ୍ଟଟା ଆସୁଛି, ଯେତେବେଳେ ହାଲକା ଯେତେବେଳେ ଟିକେ କରେଣ୍ଟ ଖାଉଛି ସେତେବେଳେ କ'ଣ ନେଗେଟିଭ୍ ଥିଙ୍କିଙ୍ଗ ଆସୁଛି ବା ନେଗେଟିଭ୍ ରେନଫୋର୍ସମେଣ୍ଟ ଆସୁଛି। ତାପରେ ଯେତେବେଳେ ପୁରା ହାଇ ଲେଭେଲରେ ସେ କରେଣ୍ଟଟା ଖାଇଲା ସେତେବେଳେ ସେ କ'ଣ ହେଲା ନା ପାନିସମେଣ୍ଟଟା ସେ ପାଇଲା। ଠିକ୍ ଅଛି, ପୁରା ଖୁବ୍ ଜୋରରେ ପାନିସମେଣ୍ଟଟା ପାଇଲା। ଦେନ୍ ଆଉ ଥରେ ଯେତେବେଳେ 4 ନମ୍ବର ଥର ଯେତେବେଳେ ଦବଉଛି ସିଏ ଦବେଇଲେ କ'ଣ ହେଉଛି ନା ଏଇ ଯେଉଁ ଏକ୍ସଟିଂସନ୍ ବା ଏଣ୍ଡ ଅଫ୍ ପ୍ରୋସେସ୍ ହେଲା, ସେତେବେଳେ କ'ଣ ହେଲା ଯେତେବେଳେ ଦବେଇଲା ନା ସେ ଖାଇବାକୁ ପାଇଲା, ନା କରେଣ୍ଟ ପାଇଲା, ନା ଜୋରରେ କରେଣ୍ଟ ପାଇଲା, କିଛି ବି ମାନେ ରେଜଲ୍ଟ ଆସିଲାନି। ଯେତେବେଳେ କିଛି ବି ରେଜଲ୍ଟ ଆସିଲାନି ହେଲା, ଏକ୍ସଟିଂସନ୍ ତା ମନରେ ସେ ଯେଉଁ ଏକ୍ସପେରିମେଣ୍ଟଟା ଯେଟା ମାନେ ସେ ଲିଭରଟାକୁ ଦବଉଥିଲା, ଯେହେତୁ ସେ ବାର ବାର ଯେତେବେଳେ ଦବଉଛି ଏବେ କିଛି ବି ହେଉନି, ନା ସେ କରେଣ୍ଟ ଖାଉଛି, ନା ଖାଇବା ଆସୁଛି, ନା ହାଲକା କରେଣ୍ଟ ଖାଉଛି, କିଛି ବି ହେଉନି। ଯେହେତୁ କିଛି ବି ହେଉନି ହେଲା, ଗୋଟେ ଜିନିଷ ହେଉଛି ଯେଉଁ ଗୋଟେ କାମଟା କରିବେ ଯଦି ଆପଣ ସେଟାରେ ସଫଳତା ହେବେନି, କିଛି ଗୋଟେ ରେଜଲ୍ଟ ଆସୁନଥିବ, ତ ସେଇଟା ଆପଣ ବେଶୀ ଟାଇମ୍ ମାନେ
କରିକି ରହିପାରିବେ କି ନାହିଁ, ସେମିତି ମୂଷା ବି। ଆଉ ସେଇଟା ମାନେ ସେ ଯେଉଁ ଲିଭରଟାକୁ ଦବାଇବା ଫଳରେ ସେ ଜାଣିବାକୁ ପାଇଲା ଯେ ଏବେ ମୋତେ କିଛି ରେଜଲ୍ଟ ମିଳୁନି, ତେଣୁ ସେଇଠିକି ତା ମନରେ ସେଇଟା ବିଲୁପ୍ତ ହେଇ ହେଇ ଆସିଲା, ଠିକ୍ ଅଛି, ଯେଉଁଟାକି ଏଣ୍ଡ ଅଫ୍ ପ୍ରୋସେସ୍ ବୋଲି ଆମେ କହିଥାଉ ହେଲା, ଏକ୍ସଟିଂସନ୍, ଠିକ୍ ଅଛି। ତ ଏଇଠି ଦେଖନ୍ତୁ ରେଡ଼୍ଟାକୁ ସେ ଯେଉଁ ବକ୍ସ ଭିତରେ ପୁରେଇ ଦେଇକି ଯେଉଁ 4ଟା ଏକ୍ସପେରିମେଣ୍ଟ କଲେ, ଯେଉଁଥିରେ କି କ'ଣ ପାଇଲେ ନା ପଜିଟିଭ୍ ରେନଫୋର୍ସମେଣ୍ଟ ପାଇଲେ, ଦେନ୍ ନେଗେଟିଭ୍ ପାଇଲେ ହେଲା କରେଣ୍ଟ ପାଇବା ଦ୍ୱାରା, ଦେନ୍ ହେଭି ଯେତେବେଳେ କରେଣ୍ଟ ଫ୍ଲୋ ହେଲା ସେଇଟା ତାକୁ ପାନିଶମେଣ୍ଟ ଭଳିଆ ଲାଗିଲା। ଦେନ୍ ଯେତେବେଳେ ଆଉ ଥରେ ଲାଷ୍ଟ ଏକ୍ସପେରିମେଣ୍ଟ ମାନେ ଲିଭରଟାକୁ ଦବେଇଲା, ସେ ଆଉ କିଛି ରେଜଲ୍ଟ ଯେତେବେଳେ ପାଇଲାନି, ସେଥିରେ ସେଇ ଯେଉଁଟା ସେ କରୁଥିଲେ ଯେହେତୁ ସଫଳତା କାମ ମିଳିଲାନି, ନା ଖାଇବାକୁ ପାଇଲା ନା କିଛି ଗୋଟେ ତା ମାନେ ହେଲାନି, ସେତେବେଳେ କ'ଣ ହେଲା ନା ଏକ୍ସଟିଂସନ୍, ତା ମନରେ ସେ ଯେଉଁ ଯିଏଟା ଜାଗ୍ରତ ହେଇଥିଲା ସେଇଟା ମାନେ ଧୀରେ ଧୀରେ ବିଲୁପ୍ତ ହେଇଗଲା, ଠିକ୍ ଅଛି। ତ ଏଇଟା ହେଉଛି ଆମର ଅପେରାଣ୍ଟ କଣ୍ଡିସନିଂ ବୋଲି କହିଥାଏ, ଯେଉଁଟାକି ଆମର BF ସ୍କିନର ଦେଇଥିଲେ, ଠିକ୍ ଅଛି ସାଙ୍ଗମାନେ, ଯେଉଁଥିରେ କି 4ଟା ଜିନିଷ ସେ ପାଇଥିଲେ ହେଲା, ପଜିଟିଭ୍, ନେଗେଟିଭ୍, ପାନିଶମେଣ୍ଟ ଆଉ ଏକ୍ସଟିଂସନ୍ ବା ଏଣ୍ଡ ଅଫ୍ ପ୍ରୋସେସ୍, ଠିକ୍ ଅଛି। ତ ଆଶା କରିକି ଯାହା ବି ଆପଣଙ୍କୁ ସବୁ ମୁଁ ଏକ୍ସପ୍ଲେନ୍ କରୁଛି ମାନେ ଆପଣ ବୁଝିପାରୁଥିବେ ହେଲା। ଦେନ୍ ଦେଖନ୍ତୁ ଏଇଟା ନେକ୍ସଟ କ୍ୱେଶ୍ଚନ୍, ହ୍ୱିଚ୍ କଣ୍ଡିସନିଂ ଅଫ୍ ଥିଓରି ଅଲସୋ ନୋନ୍ ଏଜ୍ ଇନଷ୍ଟ୍ରୁମେଣ୍ଟାଲ କଣ୍ଡିସନିଂ ହେଲା। ଏଇ ଇନଷ୍ଟ୍ରୁମେଣ୍ଟାଲ କଣ୍ଡିସନିଂ ଥିଓରିଟାକୁ ଆହୁରି କ'ଣ କୁହାଯାଇଥାଏ ବୋଲି କୁହାଯାଇଛି ହେଲା। ତ ଅପସନ୍ ଦେଉଛି କ୍ଲାସିକାଲ ଥିଓରି, ଅପସନ୍ ଦେଉଛି କ୍ଲାସିକାଲ କଣ୍ଡିସନିଂ, ଅପସନ୍ ସି ଦେଉଛି ଅପେରାଣ୍ଟ କଣ୍ଡିସନିଂ, ଅପସନ୍ ଡି ଦେଉଛି ବିହେଭିୟରିଷ୍ଟ ଥିଓରିଜ୍, ଠିକ୍ ଅଛି। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ସି ହେଲା, ଅପେରାଣ୍ଟ କଣ୍ଡିସନିଂଟାକୁ ହିଁ ଇନଷ୍ଟ୍ରୁମେଣ୍ଟାଲ କଣ୍ଡିସନିଂ ବୋଲି କୁହାଯାଇଥାଏ, ତ ଏଇଟା ମନେ ରଖିବେ। ତ ସାଙ୍ଗମାନେ ଆଜିର କ୍ୱେଶ୍ଚନ୍ ଗୁଡ଼ିକ କିଛି ଏହି ପ୍ରକାର ଥିଲା। ଆଶା କରିକି ଯାହା ବି ଆଜି ଆପଣଙ୍କ ସବୁ ଆଲୋଚନା କଲି, ଯେଉଁ ଆଗାମୀ ଷ୍ଟେଟ୍ ଏକ୍ଜାମ୍ ହେବାକୁ ଯାଉଛି, ସେଥିରେ ଆପଣଙ୍କୁ ସାହାଯ୍ୟ କରିପାରେ। ତ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି ଜୟ ଜଗନ୍ନାଥ, ଜୟ ଫିଜିକାଲ୍ ଏଜୁକେସନ୍।